Odia Tech and Science. Exploring innovation and discovery in Odia. କେବେ ଭାବିଛନ୍ତି ଆମ ଆଖପାଖର ସହରଗୁଡ଼ିକ ଏତେ ଉଚ୍ଚକୁ ଉଠିଲା କେମିତି? ଆଉ ତାର ଉତ୍ତର ଗୋଟେ ସାଧାରଣ ଦେଖାଯାଉଥିବା ବାକ୍ସ ଭିତରେ ଲୁଚି ରହିଛି। ହଁ, ଆମେ ଲିଫ୍ଟ କଥା ହିଁ କହୁଛୁ। ତେବେ ଚାଲନ୍ତୁ ଆଜି ଏହି ଇଞ୍ଜିନିୟରିଂ ଚମତ୍କାରର ଭିତରକୁ ଯିବା ଆଉ ଦେଖିବା ଏହା କେମିତି ଆମ ସଭ୍ୟତାକୁ ଏକ ନୂଆ ଉଚ୍ଚତା ଦେଲା। ଆଉ ଏଇଠୁ ହିଁ ଆରମ୍ଭ ହେଉଛି ଆମ କାହାଣୀ। ଦେଖନ୍ତୁ, 1800 ଦଶକରେ ଇଞ୍ଜିନିୟରମାନେ ବେଶ୍ ଉଚ୍ଚ କୋଠା ତ ତିଆରି କରିପାରୁଥିଲେ, କିନ୍ତୁ ଗୋଟେ ବହୁତ ବଡ଼ ସମସ୍ୟା ଥିଲା, ଯାହା ସେମାନଙ୍କୁ ଅଟକେଇ ଦେଉଥିଲା। ଏମିତି ଏକ ସମସ୍ୟା ଯାହାର ସମାଧାନ ପରେ ଆଧୁନିକ ସହରର ମୂଳଦୁଆ ପଡ଼ିଲା। ଟିକେ କଳ୍ପନା କରନ୍ତୁ ତ, ପ୍ରତିଦିନ କାମରୁ ଫେରି 8 କି 10 ମହଲା ସିଡ଼ି ଚଢ଼ିବାକୁ ପଡ଼ୁଛି। କିଏ ଚାହିଁବ ଏମିତି? କେହି ବି ନୁହେଁ। ଆଉ ସେଇଥିପାଇଁ ହିଁ ସେତେବେଳେ ବିଲ୍ଡିଂର ଉପର ମହଲାଗୁଡ଼ିକ ବହୁତ ଶସ୍ତା ଥିଲା, ବେଳେବେଳେ ତ ପୁରା ଖାଲି ପଡ଼ୁଥିଲା। ଏହା ଥିଲା ସେତେବେଳର ଆର୍କିଟେକ୍ଚର ପାଇଁ ସବୁଠୁ ବଡ଼ ବାଧା। ତେବେ ଏହି ବାଧାକୁ ପାର କରାଗଲା କେମିତି? ଚାଲନ୍ତୁ ଯିବା ସେହି ଯାତ୍ରାରେ, ସିଡ଼ିରୁ ଆକାଶଛୁଆଁ ବିଲ୍ଡିଂ ପର୍ଯ୍ୟନ୍ତ, ଆଉ ଜାଣିବା ସେ ବିପ୍ଳବ ବିଷୟରେ। ଦେଖନ୍ତୁ, ଜିନିଷପତ୍ର ଉଠେଇବା ପାଇଁ ହୋଏଷ୍ଟ କିମ୍ବା ପୁଲିର ବ୍ୟବହାର ହଜାର ହଜାର ବର୍ଷ ଧରି ଚାଲିଥିଲା, କିନ୍ତୁ ଯେତେବେଳେ କଥା ଆସୁଥିଲା ମଣିଷକୁ ଉଠାଇବାର, ସମସ୍ତଙ୍କ ମନରେ ସେଇ ଗୋଟିଏ ହିଁ ଭୟ ଥିଲା। ଯଦି ଦଉଡ଼ିଟା ଛିଣ୍ଡିଗଲା, ବସ୍ ଗୋଟିଏ ଭୁଲ ଆଉ ସବୁକିଛି ଶେଷ। ଆଉ ସେହି ଭୟକୁ ଦୂର କରିବା ପାଇଁ ହିଁ ଜଣେ ବ୍ୟକ୍ତି ଆଗେଇ ଆସିଲେ, ଯାହାଙ୍କର ଗୋଟିଏ ଛୋଟ ଆବିଷ୍କାର ସବୁକିଛି ବଦଳେଇ ଦେଲା। ତାଙ୍କ ନାଁ ଥିଲା ଏଲିଶା ଓଟିସ୍। ଆଉ ସେ ଲିଫ୍ଟକୁ ନେଇ ସମସ୍ତଙ୍କ ମନରେ ଥିବା ସବୁଠାରୁ ବଡ଼ ପ୍ରଶ୍ନର ଉତ୍ତର ଖୋଜି ପାଇଥିଲେ। ଓଟିସଙ୍କର ସମାଧାନଟା ନା ଆଶ୍ଚର୍ଯ୍ୟଜନକ ଭାବେ ବହୁତ ସରଳ ଥିଲା। ବୁଝନ୍ତୁ, ଯେମିତି ହିଁ ମୁଖ୍ୟ ଦଉଡ଼ିଟା ଛିଣ୍ଡିଯାଏ, ତାର ଟେନସନ୍ ଚାଲିଯାଏ, ଆଉ ସାଙ୍ଗେ ସାଙ୍ଗେ ଗୋଟେ ଶକ୍ତିଶାଳୀ ସ୍ପ୍ରିଂ ଦୁଇଟା ଧାତବ ବାହୁକୁ ବାହାରକୁ ଠେଲିଦିଏ, ଏବଂ ସେହି ବାହୁଗୁଡ଼ିକ ଯାଇ ଲିଫ୍ଟ ସାଫ୍ଟର କାନ୍ଥରେ ଥିବା ଧାତବ ଖାଞ୍ଚାରେ ଫସିଯାଏ। ବାସ୍, ଲିଫ୍ଟଟି ସେଇଠି ଅଟକିଯାଏ। କେତେ ସରଳ, କିନ୍ତୁ ଜୀବନ ବଞ୍ଚେଇବା ଭଳି ଏକ ଆଇଡିଆ। କିନ୍ତୁ କେବଳ ଆବିଷ୍କାର କଲେ ତ ହବନି, ଲୋକଙ୍କୁ ବିଶ୍ୱାସ ବି କରାଇବାକୁ ପଡ଼ିବ। ତେଣୁ ଓଟିସ୍ କ'ଣ କଲେ? ବିଶ୍ୱମେଳାରେ ହଜାର ହଜାର ଲୋକଙ୍କ ସାମ୍ନାରେ ନିଜେ ଲିଫ୍ଟ ଭିତରେ ଠିଆ ହେଲେ, ଉପରକୁ ଗଲେ, ଆଉ ତାପରେ ନିଜ ସହକାରୀଙ୍କୁ ଦଉଡ଼ି କଟା କାଟିଦେବାକୁ କହିଲେ। ଲୋକଙ୍କର ନିଶ୍ୱାସ ଅଟକିଗଲା, ଲିଫ୍ଟଟି କିଛି ଇଞ୍ଚ ତଳକୁ ଖସିଲା ଏବଂ ଠକ୍ କରି ଅଟକିଗଲା। ସେହି ଗୋଟିଏ ମୁହୂର୍ତ୍ତରେ ଲିଫ୍ଟର ଭବିଷ୍ୟତ ବଦଳିଗଲା। ଓଟିସଙ୍କ ଆବିଷ୍କାର ପରେ ଲିଫ୍ଟ ପାଇଁ ରାସ୍ତା ତ ଖୋଲିଗଲା, କିନ୍ତୁ ଏହାକୁ ବନେଇବା ପାଇଁ ଇଞ୍ଜିନିୟରମାନେ ଦୁଇଟା ଅଲଗା ଅଲଗା ବାଟ ବାଛିଲେ। ଗୋଟେ ଥିଲା ତଳୁ ଠେଲିବାର, ଆଉ ଗୋଟେ ଥିଲା ଉପରୁ ଟାଣିବାର। ଆସନ୍ତୁ ଦେଖିବା ଏହି ଦୁଇ ପ୍ରକାର ଲିଫ୍ଟ କେମିତି କାମ କରେ। ତେବେ ପାର୍ଥକ୍ୟଟା ବହୁତ ସରଳ। ବାମପଟେ ଅଛି ହାଇଡ୍ରୋଲିକ୍ ଲିଫ୍ଟ। ଏହା ଗୋଟେ ଶକ୍ତିଶାଳୀ ପିଷ୍ଟନ ବ୍ୟବହାର କରି ଲିଫ୍ଟକୁ ତଳୁ ଉପରକୁ ଠେଲେ। ଏହା ସାଧାରଣତଃ ଛୋଟ ବିଲ୍ଡିଂ ପାଇଁ ବ୍ୟବହାର ହୁଏ। କିନ୍ତୁ ଡାହାଣ ପଟେ ଅଛି ଟ୍ରାକ୍ସନ୍ ଲିଫ୍ଟ। ଏହା କେବୁଲ ସାହାଯ୍ୟରେ ଲିଫ୍ଟକୁ ଉପରୁ ଟାଣେ। ଆଉ ଏଇଟା ହିଁ ଆକାଶ ଛୁଆ ବିଲ୍ଡିଂଗୁଡ଼ିକର ଅସଲ ରହସ୍ୟ। ଆଉ ଯେହେତୁ ଆମେ ଆକାଶଛୁଆଁ ବିଲ୍ଡିଂ କଥା କହୁଛେ, ତେବେ ଚାଲନ୍ତୁ ଏହି ଟ୍ରାକ୍ସନ୍ ଲିଫ୍ଟର କଳକବ୍ଜା ଖୋଲି ଟିକେ ଦେଖିବା ଏହାର ଭିତରେ ଏମିତି କ'ଣ ଅଛି ଯେ ଏହାକୁ ଏତେ ସହଜରେ ଉପରକୁ ନେଇଯାଉଛି। ଗୋଟେ ଟ୍ରାକ୍ସନ୍ ଲିଫ୍ଟ ପୁରା ଗୋଟେ ଟିମ୍ ଭଳି କାମ କରେ। ଏହାର ମୋଟର ହେଉଛି ମାଂସପେଶୀ, କଣ୍ଟ୍ରୋଲର ହେଉଛି ମସ୍ତିଷ୍କ, ଆଉ କେବୁଲ ଓ ଶିଭ୍ ହେଉଛି ଏହାର ଶକ୍ତିଧର। କିନ୍ତୁ ଏହି ଟିମ୍ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଉ ଟିକେ ରହସ୍ୟମୟ ସଦସ୍ୟ ହେଉଛି କାଉଣ୍ଟରୱେଟ୍। ହଁ, ଏ ପ୍ରଶ୍ନଟା ମନକୁ ଆସିବା ସ୍ୱାଭାବିକ। ମନେହୁଏ ଯେ ଆଉ ଗୋଟେ ଭାରି ଜିନିଷ ଯୋଡ଼ିଦେଲେ ମୋଟର ଉପରେ ଚାପ ବଢ଼ିଯିବ, କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବାସ୍ତବରେ ଏହାର ଠିକ୍ ଓଲଟା ହୁଏ। ତେବେ ମୂଳ କଥା ହେଉଛି ସନ୍ତୁଳନ ବା ବ୍ୟାଲେନ୍ସ। ଦେଖନ୍ତୁ, କାଉଣ୍ଟରୱେଟ୍ଟି ଲିଫ୍ଟ କ୍ୟାବ୍ର ଓଜନ ସହିତ ପ୍ରାୟ ସମାନ। ଏହା ଗୋଟେ ଦୋଳି ପରି କାମ କରେ। ତେଣୁ ମୋଟରକୁ ପୂରା ଓଜନ ଉଠାଇବାକୁ ପଡ଼େନା, କେବଳ ସାମାନ୍ୟ ଠେଲି ସନ୍ତୁଳନକୁ ଟିକେ ଏପଟ ସେପଟ କରିବାକୁ ପଡ଼େ। ଏହାଦ୍ୱାରା ପ୍ରଚୁର ଶକ୍ତି ବଞ୍ଚିଯାଏ ଆଉ ପୂରା ସିଷ୍ଟମଟା ବହୁତ ଦକ୍ଷତାର ସହ କାମ କରେ। ଆମେ ଜାଣିଲେ ଲିଫ୍ଟ କେମିତି କାମ କରେ, କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଲା ଏହା କେତେ ସୁରକ୍ଷିତ। ତେବେ ଚାଲନ୍ତୁ ଏହାର ସୁରକ୍ଷା ବ୍ୟବସ୍ଥା ବିଷୟରେ କଥା ହେବା। ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଲିଫ୍ଟ ହେଉଛି ଦୁନିଆର ସବୁଠୁ ନିରାପଦ ଯାତ୍ରା ମାଧ୍ୟମ ମଧ୍ୟରୁ ଗୋଟିଏ। ଏହି ସଂଖ୍ୟାଟି କ'ଣ? ଏହା ହେଉଛି ସେଇ ଇସ୍ପାତ କେବୁଲର ସଂଖ୍ୟା ଯାହା ଗୋଟିଏ ଲିଫ୍ଟକୁ ଧରି ରଖିଥାଏ। ସାଧାରଣତଃ ଗୋଟିଏ ଲିଫ୍ଟରେ 4ରୁ 8ଟି କେବୁଲ ଥାଏ। ଆଉ ଏଇଠି ଅଛି ପ୍ରକୃତ କଥା। ଏହାକୁ କୁହାଯାଏ ସୁରକ୍ଷାର ଏକାଧିକ ସ୍ତର ବା ରିଡଣ୍ଡାନ୍ସି। ସେହି 4ରୁ 8ଟି କେବଲ ମଧ୍ୟରୁ ମାତ୍ର ଗୋଟିଏ ହିଁ ପୂରା ଭାରି ଲିଫ୍ଟକୁ ଏକା ଧରି ରଖିବା ପାଇଁ ଯଥେଷ୍ଟ। ବାକି ସବୁ ହେଉଛି ଅତିରିକ୍ତ ସୁରକ୍ଷା। ସେଥିପାଇଁ ତ ସବୁ କେବଲ ଏକା ସାଙ୍ଗରେ ଛିଣ୍ଡିଯିବାଟା ପ୍ରାୟ ଅସମ୍ଭବ। କିନ୍ତୁ ମାନିନିଅନ୍ତୁ, ଯଦି ସବୁଠୁ ଖରାପ ପରିସ୍ଥିତି ଆସେ, ଯଦି ସବୁ କେବଲ ଛିଣ୍ଡିଯାଏ,
ସେତେବେଳେ କାମରେ ଆସେ ଓଭରସ୍ପିଡ୍ ଗଭର୍ଣ୍ଣର। ଏହା ହେଉଛି ଓଟିସଙ୍କ ସେଫ୍ଟି ବ୍ରେକରର ଆଧୁନିକ ଅବତାର। ଦେଖନ୍ତୁ, ଯେମିତି ହିଁ ଲିଫ୍ଟର ଗତି ବଢ଼ିଯାଏ, ଏହି ଗଭର୍ଣ୍ଣର ତାକୁ ଚିହ୍ନଟ କରି ସାଙ୍ଗେ ସାଙ୍ଗେ ଗୋଟେ ଲିଭରକୁ ଟାଣିଦିଏ, ଆଉ ସେହି ଲିଭର ଲିଫ୍ଟର ଦୁଇପଟେ ଥିବା ଶକ୍ତିଶାଳୀ ବ୍ରେକ୍କୁ ସକ୍ରିୟ କରିଦିଏ, ଯାହା ରେଲ୍ ଉପରେ ଜାମ୍ ହୋଇ ଲିଫ୍ଟକୁ ସେହିଠି ଅଟକାଇଦିଏ। ଆଉ ଶେଷରେ ଏକ ସରଳ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ହେଉଛି ଡୋର୍ ଇଣ୍ଟରଲକ୍। ଏହା ନିଶ୍ଚିତ କରେ ଯେ କେହି ଯେମିତି ଭୁଲରେ ଏକ ଖାଲି ଲିଫ୍ଟ ସାଫ୍ଟ ଭିତରକୁ ନ ପଶିଯାଆନ୍ତୁ। ମାନେ ଯେପର୍ଯ୍ୟନ୍ତ ଲିଫ୍ଟ ସଠିକ୍ ସ୍ଥାନରେ ପହଞ୍ଚି ଅଟକି ନାହିଁ, ସେ ପର୍ଯ୍ୟନ୍ତ କବାଟ ଖୋଲିବ ହିଁ ନାହିଁ। ତେଣୁ ଶେଷରେ ଲିଫ୍ଟ କେବଳ ଗୋଟେ ଧାତବ ବାକ୍ସ ନୁହେଁ, ଏହା ହେଉଛି ଇଞ୍ଜିନିୟରିଂ, ସୁରକ୍ଷା ଆଉ ମାନବୀୟ ପ୍ରଗତିର ଏକ ପ୍ରତୀକ। ଏହା ବିନା ଆମର ଆଧୁନିକ ସହରଗୁଡ଼ିକର କଳ୍ପନା କରିବା ବି ଅସମ୍ଭବ। ତେବେ ଆଗାମୀ ଥର ଯେତେବେଳେ ଲିଫ୍ଟର ବଟନ୍ ଦବାଇବେ, ଟିକେ ଭାବିବେ ଏହା କେବଳ ଏକ ବାକ୍ସ ନା ଆଧୁନିକ ସହରର ଜଣେ ଅଜଣା ନାୟକ।